ମୋ ଓଙ୍କାର। ମୋଠୁ ଉତ୍ପନ୍ନ ଶକ୍ତିର ସଦୁପଯୋଗ ଲୋକହିତରେ କରାଗଲେ ମୁଁ ଜଗତର ଶ୍ରେଷ୍ଠ ଅଧିକାର। କିନ୍ତୁ ଅପକର୍ମ କରୁଥିବା ପ୍ରାଣୀଙ୍କ ମନର ବିକାର ମୋ ଓଙ୍କାର। କୈଳାସରେ ଶିବଗଣ ଶକ୍ତିଙ୍କ ବିୟୋଗରେ ଦୁଃଖିତ ହେଇ ତାଙ୍କୁ ସ୍ମରଣ କରନ୍ତି, କିନ୍ତୁ ନାରଦ ଦେବଗଣଙ୍କ ଦୁର୍ଦ୍ଦଶାର ଦୁଃଖ ନେଇ ସେମାନଙ୍କ ଉଦ୍ଧାର ନିମନ୍ତେ ଶିବଙ୍କ ପ୍ରାର୍ଥନା କରନ୍ତି। ଶିବ ତାଙ୍କୁ ବ୍ରହ୍ମଦେବଙ୍କ ନିକଟକୁ ପଠାନ୍ତି। ବାଟରେ ନାରଦ ଅସୁରଙ୍କ ଦ୍ୱାରା ଦେବଗଣଙ୍କ ଭୟଭୀତ ସ୍ଥିତି ଦେଖି ବ୍ରହ୍ମଲୋକରେ ପହଞ୍ଚନ୍ତି, ଯେଉଁଠି ବ୍ରହ୍ମଦେବ ଦେବଗଣଙ୍କ ଦୁର୍ଦ୍ଦଶାର କାରଣ ଇନ୍ଦ୍ରଙ୍କୁ କହି ସମାଲୋଚନା କରନ୍ତି। ନାରଦ ବି ବ୍ରହ୍ମଦେବଙ୍କ ବିଚାରରେ ସହମତି ପ୍ରକଟ କରନ୍ତି। ନିଜ ଜପତପ ଦ୍ୱାରା ସଞ୍ଚିତ ପୁଣ୍ୟର ଶକ୍ତିରେ ସାଧକ ବର ପ୍ରାପ୍ତ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ତାର ପୁଣ୍ୟ ବାକି ଥାଏ, ବରଦାନର ଶକ୍ତି ବି ତା ପକ୍ଷରେ ଥାଏ। ପୁଣ୍ୟର ମାତ୍ରା ହ୍ରାସ ପାଇଲେ ବରଦାନ ବି ନିଜ ପ୍ରଭାବ ହରେଇ ବସେ। ତାରକାସୁରର ପୁଣ୍ୟ ଯେ ପର୍ଯ୍ୟନ୍ତ ତା ନିଜ ସପକ୍ଷରେ ଅଛି, ତାର କିଛି ବି ଅହିତ ହୋଇପାରିବ ନାହିଁ। ଅର୍ଥାତ୍ ପ୍ରତୀକ୍ଷା କରିବାକୁ ହେବ, ଅନ୍ୟ କୌଣସି ଉପାୟ ବି ନାହିଁ। ଦେବରାଜ ଇନ୍ଦ୍ର ଆଉ ହେ ସମସ୍ତ ଦେବଗଣ, ଆପଣ ସମସ୍ତଙ୍କୁ ଧୈର୍ଯ୍ୟ ଧରି ସେଦିନର ପ୍ରତୀକ୍ଷା କରିବାକୁ ହେବ ଯେଉଁଦିନ ତାରକାସୁରର ପୁଣ୍ୟ ସମାପ୍ତ ହୋଇଯିବ। ୟା ପରେ ଆମ ଦ୍ୱାରା ତାରକାସୁରର ବଧ ହୋଇଯିବ ନା ପରମ ପିତା? ନା, ତାରକାସୁରର ବଧ ତୁମ ଦ୍ୱାରା ହେବନି। ତେବେ ତେବେ ତାର ବଧ କିଏ କରିବ? ଆମକୁ ରକ୍ଷା କିଏ କରିବ ପରମ ପିତା? ତାର ବଧ ମହାଦେବଙ୍କ ପୁତ୍ର ଦ୍ୱାରା ହେବ। ମହାଦେବଙ୍କ ପୁତ୍ର? ଶିବଙ୍କ ପୁତ୍ର? କିନ୍ତୁ ମାତା ସତୀ ତ ଆତ୍ମଦାହ କରିଛନ୍ତି। ଏତେ ଆଶ୍ଚର୍ଯ୍ୟଚକିତ ହେବାର ଆବଶ୍ୟକତା ନାହିଁ ଯେତିକି ଆପଣ ହେଉଛନ୍ତି। ସତୀ ନଥିଲେ ଶିବଙ୍କ ପୁତ୍ର କେଉଁଠୁ ଆସିବ? ଇଏ ତ ସହଜ ପ୍ରଶ୍ନ। ଶିବଙ୍କର ବିବାହ ହେବ, ବିବାହ ପରେ ପୁତ୍ର ଉତ୍ପତ୍ତି ହେବ, ଆଉ ସେଇ ପୁତ୍ର ଦ୍ୱାରା ତାରକାସୁରର ବଧ ହେବ। ପରମ ପିତା, ମୋର ନିବେଦନ ହେଉଛି ଯେ ଆପଣ କିମ୍ବା ଶଙ୍କର ତାରକାସୁରର ବଧ କାହିଁକି କରିଦେଉନାହାନ୍ତି? ଇଏ ବି ସମ୍ଭବ ନୁହଁ। ମୁଁ ତାକୁ ବରଦାନ ଦେଇଛି, ଆଉ ଶିବ ଅକାରଣରେ ପ୍ରତ୍ୟକ୍ଷ ରୂପରେ ପ୍ରକଟ ହୁଅନ୍ତିନି। ତାହେଲେ ଶିବଙ୍କ ପୁତ୍ର କାହିଁକି? ତାରକାସୁରର ବଧ ତ କେହି ବି କରିପାରିବ। ତାର ପୁଣ୍ୟ କ୍ଷୀଣ ହୋଇଗଲେ ଏ କାର୍ଯ୍ୟ ତ ସଭିଙ୍କ ପାଇଁ ସମ୍ଭବପର। କାର୍ଯ୍ୟ ସହଜ ନୁହଁ। ଏଭଳି ପ୍ରତାପୀ ଏବଂ ଶକ୍ତିଶାଳୀ ପ୍ରାଣୀକୁ ସିଏ ବଧ କରିପାରିବ ଯିଏ ତପସ୍ୱୀ, ତେଜସ୍ୱୀ, ଶକ୍ତିଶାଳୀ, ଜନମଙ୍ଗଳକାରୀ, ନିରହଙ୍କାରୀ, ପରମ ପୁଣ୍ୟ ଏବଂ ପବିତ୍ର ସିଦ୍ଧିରୁ ଉତ୍ପନ୍ନ ହୋଇଥିବ। ଆଉ ଏ ଗୁଣ କେବଳ ଶିବଙ୍କ ଔରସରେ ହିଁ ବିଦ୍ୟମାନ ଥାଇପାରେ। ତାରକାସୁର ଭଳି ଯୁଗାନ୍ତକାରୀ ଅସୁରର ବଧ କରିବା ନିମନ୍ତେ ମୋହ ପ୍ରଭୃତ ବ୍ୟକ୍ତି ନୁହଁ, ଯୋଗ ପ୍ରଭୃତ ବ୍ୟକ୍ତି ହିଁ ସମର୍ଥ ହୋଇପାରିବ। ଆଉ ଏ ସୃଷ୍ଟିରେ ଶିବଙ୍କଠୁ ବଳି ଯୋଗୀ ଆଉ କିଏ ବା ଅଛି? କିନ୍ତୁ ପରମ ପିତା, ମହାଦେବ କ'ଣ ବିବାହ କରିବେ? ସେ ତ ସର୍ବଦା ସତୀଙ୍କ ବିୟୋଗରେ ସମାଧିସ୍ଥ ରହୁଛନ୍ତି। ତାଙ୍କ ବିବାହର କ'ଣ କୌଣସି ସମ୍ଭାବନା ଅଛି? ନିଶ୍ଚୟ ଅଛି। କାହିଁକି ନା ସତୀ ଦେଇଥିବା ବରଦାନ ଅନୁସାରେ ଶକ୍ତିଙ୍କ ଆଗାମୀ ଅବତାର ହିମାଳୟ ରାଜ ଏବଂ ତାଙ୍କ ପତ୍ନୀ ମଇନାରାଣୀଙ୍କ ପୁତ୍ରୀ ରୂପରେ ହେବ। ପରମ ପିତା, ତେବେ କ'ଣ ଶକ୍ତି ମାତାଙ୍କ ଆଗାମୀ ଅବତାର ବି ହେବ? ହଁ, ସେ ବରଦାନ ଦେଇଛନ୍ତି, ତେଣୁ ଅବଶ୍ୟ ହେବ। ପରମ ପିତା, ମାତା ସତୀ କେବେ, କାହିଁକି ଆଉ କାହାକୁ ବରଦାନ ଦେଇଥିଲେ, ଏକଥା ଆପଣ ସ୍ପଷ୍ଟ କଲେ ଦେବଗଣଙ୍କ ମନ ଆଶ୍ୱସ୍ତ ହୁଅନ୍ତା। ଥରେ ହିମାଳୟ ରାଜରାଣୀ ମଇନା ଦେବୀଙ୍କ ମନରେ ସତୀଙ୍କୁ ପୁତ୍ରୀ ରୂପରେ ଲଭିବାର ଇଚ୍ଛା ଜାଗ୍ରତ ହେଲା। ସେଥିପାଇଁ ସେ କୈଳାସର ଗୋଟିଏ ଏକାନ୍ତ ଶିଖରରେ ଶକ୍ତି ଆରାଧନା ଆରମ୍ଭ କଲେ। ଓଂ ଐଂ ହିଂ କ୍ଲିଂ ଚାମୁଣ୍ଡାୟ ବିଚୈ ନମଃ। ଓଂ ଐଂ ହିଂ କ୍ଲିଂ ଚାମୁଣ୍ଡାୟ ବିଚୈ ନମଃ। ଓଂ ଐଂ ହିଂ କ୍ଲିଂ ଚାମୁଣ୍ଡାୟ ବିଚୈ ନମଃ। ଓଂ ଐଂ ହିଂ କ୍ଲିଂ ଚାମୁଣ୍ଡାୟ ବିଚୈ ନମଃ।
ॐ ऐं ह्रीं क्लीं चामुण्डाय विच्चे नमः 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 महाराणी मैना देवी उठ उठ मैना देवी उठ मैना देवी माँ जगदम्बा आपणक दर्शन लभी मो जन्म सफल हो गला माँ आउ तम जपत परे मु प्रसन्न होगली माग अभिलाषित बर माग केवल एतिकी जे आगामी अवतार रे मु आपण को पुत्री रूप में पाइबा इच्छुक तमर ए इच्छा पूर्ण करने निमंते मु वरदान देदेले भी तुम एक कथा जानी रख जे ताहा तुम पई कष्टपूर्ण हब कारण ए जन्म रे जो कठिन परिस्थिति एवं कठोर परीक्षा जो मु ए देह त्याग करी आगामी अवतार रे मते याठू भी कठिन परीक्षा देबाकू हब तमे कण निज पुत्रीर दुख एवं कष्ट सही पारिबो आपणक माता हेबार सुख प्राप्ति निमंते मु समस्त दुख को सही जीवी मार पणतकानी ममता एवं आशीर्वादर कवचरे परिपूर्ण हब जहाँ कष्ट को आपणक जाए आसवाक भी दबनी मते पुत्री रूप में प्राप्त करिवार इच्छा मनरे एते बलवत्तर अच्छी जे जदि ताहा पूर्ण न हुए अर्थर अनर्थ भी हो पारे ताठू तो भल जे कष्ट को सह्य करने निमंते तत्पर हुए मु तुम गर्भरु जन्म नेबी सतरे तेबे मो तप सफल हब मते आपणक माता हबार सौभाग्य प्राप्त हब माँ मते वरदान दियंतु आगामी जन्म रे आपण मो पुत्री रूप में प्रकट हेबे तथास्तु ये अटल सत्य जे सती देइथिबा वरदान अनुसार सती पुनः नारी अवतार माता पिता हेबार श्रेय गिरिराज एवं मैना को प्राप्त हेब देवराज इंद्र सेथिपाई आपण समस्त देवगण को मैना राणी एवं हिमालय राज निकट को जाई तांको सती वरदान कथा स्मरण कराई दे शक्ति आराधना निमंते प्रेरित करने को हब शक्ति आराधना हाँ शक्ति आराधना जो उद्देश्य पूर्तिर दिगरे कार्य आरंभ हो पारिबो यथा आज्ञा ब्रह्मदेव मु एई मुहूर्त रे सेठाकु जाउछि परम पिता देवगण को तो आपण मेना राणी एवं हिमालय राजंग निकट को पठे किंतु तांकर शक्ति आराधना कौन सफल हम तुम्हें आशंकित कहीं नारद शक्ति तो शिवं अर्धांगिनी शक्ति अग्नि प्रवेश पश्चात प्रभु वैराग्य बढ़ी जाइथिला हे परम पिता ये अवस्था कौन प्रभु शक्ति को अवतार नेबार अनुमति देबे नारद जेतेबेले तुम्हें सत्य को स्वीकार करुच जे शक्ति सदाशिवंकर अर्धांगिनी तेबे याकू भी स्वीकार कर जे से सती वरदान को अपूर्ण रहिबाकु देबेनी सती वरदान पूर्णतार शिवलीलार योगदान भी अवश्य रहिबो ब्रह्म वाक्य सत्य ही हब नारायण नारायण आपणकर तो स्मरण थिबो महाराणी मैना राणी जे माता सती आपणक घरे पुत्री रूप में जन्म नेबाकू वरदान देइथिले वरदान मते देइथिले सती माता मो घरे पुत्री रूप में जन्म नबाकू लागुची
ସମୟ ବ୍ୟତୀତ ହେବା ସଙ୍ଗେ ସଙ୍ଗେ ଆପଣ ସବୁକିଛି ଭୁଲି ଯାଇଛନ୍ତି। ହଁ ମୟନା ରାଣୀ, ଆପଣ ସତୀମାତାଙ୍କୁ ଆରାଧନା କରିଥିଲେ, ଯେଉଁଥିରେ ପ୍ରସନ୍ନ ହୋଇ ସତୀମାତା ଆପଣଙ୍କୁ ଏ ବରଦାନ ଦେଇଥିଲେ ଯେ ସେ ପୁତ୍ରୀ ରୂପରେ ଆପଣଙ୍କ ଘରେ ଜନ୍ମ ନେବେ। ହଁ ହଁ, କିଛି କିଛି ସ୍ମରଣ ତ ଆସୁଛି। ସତୀଙ୍କୁ ପୁତ୍ରୀ ରୂପରେ ପାଇବା ପାଇଁ ମୁଁ ଆରାଧନା ତ କରିଥିଲି। ତେଣୁ ଏବେ ସେହି ବରଦାନର ପୂର୍ତ୍ତି ନିମନ୍ତେ ଆପଣଙ୍କୁ ଶକ୍ତି ମାତାଙ୍କ ଆରାଧନା କରିବାକୁ ହେବ। ହଁ, ଆପଣଙ୍କୁ ଶକ୍ତି ଆରାଧନା କରିବାକୁ ହେବ, କାହିଁକି ନା ଶକ୍ତି ହିଁ ସତୀଙ୍କ ରୂପ। ଶିବଙ୍କ ଲୀଳା ଯୋଗୁଁ ଆପଣ ସେ ବରଦାନ ଭୁଲି ଯାଇଛନ୍ତି। ଶକ୍ତିଙ୍କ ଆରାଧନା ଦ୍ୱାରା ଶକ୍ତିକୁ ଜାଗ୍ରତ କରି ଆପଣଙ୍କୁ ତାଙ୍କୁ ବରଦାନର ସ୍ମରଣ କରାଇବାକୁ ହେବ। ଆପଣ ବହୁତ ଭଲ କଲେ ସତୀ ମାତାଙ୍କ ଦେଇଥିବା ବରଦାନକୁ ପୁନଃ ସ୍ମରଣ କରାଇ। ମୁଁ ତ ଭୁଲି ଯାଇଥିଲି। ଏବେ ସ୍ମରଣ ଆସିଲାଣି ତ ଶକ୍ତି ମାତାଙ୍କର ସ୍ମରଣ ବି କରନ୍ତୁ। ଅବଶ୍ୟ, ଇଏ ତ ମୋର ସୌଭାଗ୍ୟ ହେବ ଯେ ମାତା ସତୀ ପୁତ୍ରୀ ରୂପେ ମୋ ଘରେ ଜନ୍ମ ନେବେ। ମୁଁ ନିଶ୍ଚିତ ଭାବେ ସତୀ ମାତାଙ୍କ ଆରାଧନା କରିବି। ବିଧାତାଙ୍କ ଅପାର କୃପାରୁ ଆମକୁ ଏ ଦୁର୍ଲଭ ଅବସର ପ୍ରାପ୍ତ ହୋଇଛି। ଆମେ ଅବଶ୍ୟ ଶକ୍ତି ମାତାଙ୍କର ଆରାଧନା କରିବୁ। ଏଇଥିରେ ହିଁ ଆମ ସମସ୍ତଙ୍କର ମଙ୍ଗଳ। ଆଗକୁ ଭୋଳାନାଥଙ୍କ ଇଚ୍ଛା। ଇଏ ତ ନିତ୍ୟ ସମସ୍ୟା। ଭୋଳାନାଥଙ୍କୁ ସମାଧିରୁ ଉଠାଇବା କେମିତି? ତାଙ୍କୁ ବାରମ୍ବାର ଜାଗ୍ରତ କରିବାର ଆବଶ୍ୟକତା କ'ଣ ସ୍ୱାମୀ? ସୁୟସା, ବୁଝି ବିଚାରି କୁହ। ଭୋଳାନାଥ ଏମିତି ଭାବରେ ତପସ୍ୟାରେ ଲୀନ ରହିଲେ ଆମେ କ'ଣ ଅନାଥଙ୍କ ଭଳି ରହିବା? ଏ ନିରନ୍ତର ସମାଧି ତାଙ୍କୁ କ'ଣ ବୈରାଗ୍ୟ ଆଡ଼କୁ ନେଇଯିବନି? ଆମର କ'ଣ ହବ? ସେ ତ ଆମର ସ୍ୱାମୀ ନା। ତାଙ୍କ ବିନା ଆମର ସୁରକ୍ଷା ଏବଂ ପାଳନ କିଏ କରିବ? କ୍ଷମା କରନ୍ତୁ ସ୍ୱାମୀ, ଭୁଲ ହେଇଗଲା। ଭୋଳାନାଥଙ୍କ ସମାଧି ତ ଦେବର୍ଷି ନାରଦ ହିଁ ଭଙ୍ଗ କରିପାରିବେ। କିନ୍ତୁ ଦେବର୍ଷି ନାରଦ କେଉଁଠି? ତାଙ୍କୁ ଡାକିବା କେମିତି? ସେ କେବେ ଆସିବେ, କେବେ ଭୋଳାନାଥ ଉଠିବେ? ତାଙ୍କ ଆଗମନ ବିନା କିଛି ବି ସମ୍ଭବ ନୁହେଁ। ସମ୍ଭବ ଭ୍ରାତା ନନ୍ଦୀ, ଏହା ସମ୍ଭବ। ଦେବର୍ଷି ନାରଦ ତ ତ୍ରିଲୋକରେ ଭ୍ରମଣ କରନ୍ତି। ଆମେ ସମସ୍ତେ ମିଶି ତାଙ୍କୁ ଆହ୍ୱାନ କଲେ ସେ ଅବଶ୍ୟ ପ୍ରକଟ ହେବେ। ହଁ ନନ୍ଦୀ ମହାରାଜ, ଆମେ ସମସ୍ତେ ମିଶି ତାଙ୍କୁ ଆହ୍ୱାନ କରିବା। କ'ଣ ସୁୟସା, ଏ ଉପାୟ ଉଚିତ ହେବ? ହଁ ସ୍ୱାମୀ, ଏମିତି କରିବା ଉଚିତ ହେବ। ହେ ବ୍ରହ୍ମଦେବଙ୍କ ମାନସ ପୁତ୍ର, ହେ ଋଷି ମଧ୍ୟରେ ଶ୍ରେଷ୍ଠ, ହେ ଦେବର୍ଷି ନାରଦ, ଆମେ ଆପଣଙ୍କୁ ଆବାହନ କରୁଛୁ। ଓಂ ବ୍ରହ୍ମପୁତ୍ର ନାରଦାୟ ନମଃ। ଓମ୍ 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 ব্রহ্মপুত্র নারদায় নমঃ। ওম নমঃ। ওম ব্রহ্মপুত্র নারদায় 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 নমঃ। क्षमा करंतु भोलानाथ, आपण को क्रोधित करबा हमर उद्देश्य नथिला। आमे तो जय भोलानाथ, जय शिवशंकर, जय त्रिलोकनाथ। जय भोलानाथ, जय शिवशंकर, जय त्रिलोकनाथ। नारद तमे एटा दूर रे कहीं निकट को आस। आपणक वक्रदृष्टि को भय लगुच भोलानाथ, लगुच जमिति आपण अत्यंत क्रोधित। ए नंदी निज साथी सहित अकारण रे कोलाहल करी मो समाधि भंग करुची। हे त्रिकालदर्शी, अकारण तो किछि हुएनी। ए समस्त तो आपणकर सेवक। आपण अधिक थर समाधि लीन हुंती, आउ ये समस्ते आपणक स्नेह आउ श्रद्धारु वंचित होई व्यग्र ही उठंती। एमानकर तो किछि अपराध नाही, जदि थाए तेबे एतिकी
ଯେ ନିଜ ସ୍ୱାମୀଙ୍କ ପ୍ରତି ଭକ୍ତି ଏବଂ ଶ୍ରଦ୍ଧାରେ ଉଛୁଳି ପଡ଼ି ତାଙ୍କ କୃପା ଚାହାନ୍ତି। ଏମାନଙ୍କୁ ଦୟା କରନ୍ତୁ ପ୍ରଭୁ। ଆଉ କୁହ ନାରଦ, କିଛି ଖବର ତ ନିଶ୍ଚିତ ଆଣିଥିବ ନା? ଏମିତି କୌଣସି ଖବର ଅଛି ଦେବେଶ୍ୱର ଯାହା ଆପଣ ଜାଣନ୍ତିନି? ଆପଣ ତ ଏକଥା ବି ଜାଣିଥିବେ ଦେବେଶ୍ୱର ଯେ ବ୍ରହ୍ମଦେବ ଏ ସତ୍ୟର ଉନ୍ମୋଚନ କରିଛନ୍ତି ଯେ ହିମାଳୟ ରାଜାଙ୍କ ପତ୍ନୀ ମେନାଙ୍କ ଗର୍ଭରୁ ମାତା ଶକ୍ତି ଜନ୍ମ ନେବେ। ତେବେ ମହାଦେବ ଆପଣ ନିଶ୍ଚୟ ଜାଣିଥିବେ, କିନ୍ତୁ ମୁଁ ଏକଥା ଜାଣିନି ଯେ ମାତା ଶକ୍ତିଙ୍କର ଜନ୍ମଦିନର ଶୁଭ ଅବସର କେବେ ଆସିବ। ହେ ମହାଦେବ, ଆପଣ ମୋତେ ଏକଥା କହିବାର କୃପା କରନ୍ତୁ ଯେ ମାତା ଶକ୍ତି ଅବତରିତ କେବେ ହେବେ। ନାରଦଙ୍କୁ ଏ ଅଧୀରତା ଶୋଭା ପାଉନି। ଅଧୀରତା ବଶତ ନୁହେଁ ଭୋଳାନାଥ, ଜିଜ୍ଞାସା ହେତୁ ପଚାରୁଛି ନା। ନାରାୟଣ ନାରାୟଣ। ଏଇଥିପାଇଁ ଯେ ତିନି ଲୋକରେ ଏହାର ଚର୍ଚ୍ଚା ଆଉ ପ୍ରଚାର କରିପାରିବ। ନା ମହାଦେବ, ମୁଁ ଏମିତି କରିବିନି, ସତ୍ୟ କହୁଛି। ମୁଁ ତୁମର ସ୍ୱଭାବ ଜାଣିଛି ନାରଦ। କୌଣସି କଥା ତୁମ ପେଟରେ ଅଧିକ ସମୟ ରହିପାରିନଥାଏ। ହେ ତ୍ରିକାଳଦର୍ଶୀ, ମୋ ସ୍ୱଭାବରେ ସୁଧାର ହେଲାଣି। ନାରାୟଣ ନାରାୟଣ। ମହାଦେବ, ଆପଣ ଯଦି ମୋତେ ଏକଥା କହିଦିଅନ୍ତି ଯେ ମାତା ଶକ୍ତି କେବେ ଜନ୍ମ ନେବେ? ନିଜର ଏ ପ୍ରଶ୍ନର ଉତ୍ତର ଲାଭ ନିମନ୍ତେ ତୁମକୁ ପ୍ରତୀକ୍ଷା କରିବାକୁ ପଡ଼ିବ ନାରଦ। ନାରାୟଣ ନାରାୟଣ। ବୃଥା ଚିନ୍ତା କରନି ନନ୍ଦୀ। ନିକଟ ଭବିଷ୍ୟତରେ ଏମିତି ସମୟ ଆସୁଛି ଯେ ତୁମକୁ ଦେବାଧିଦେବଙ୍କୁ ସମାଧିରୁ ଜଗାଇବା ପାଇଁ ମୋର ଦରକାର ପଡ଼ିବନି। ଅର୍ଥାତ୍ ଆନନ୍ଦ ହିଁ ଆନନ୍ଦ, ପରନ୍ତୁ ଏହା ହେବ କେମିତି? ନନ୍ଦୀ, ନିଜ ପ୍ରଶ୍ନର ଉତ୍ତର ପାଇବାକୁ ତୁମକୁ ଅପେକ୍ଷା କରିବାକୁ ପଡ଼ିବ। ନାରାୟଣ ନାରାୟଣ। ଓମ୍ ନମଃ ଶିବାୟ।